ନାଇଁ ନାଇଁ ଘିଅ ଅଧିକା ନାଇଁ ଘିଅ ଯେତିକି ଦିଆହେବା କଥା ଦିଆହେଇଥିଲା ମନ୍ଦିର ଭିତରେ ଥୁଆ ହେଲା ସେ ପୂଜା ପଣ୍ଡା ତାକୁ ପୂଜା କଲେ ଆଳତି ହେଲା ବେଢା ବେଢା ବୁଲିଲା ତାକୁ ଦିଆହେଲା ସେ ନିଜେ ନେଇକିରି ଗଲା ଗଲାବେଳେ ଦେଖା ହେଇଛି ମଶାଲଟେ ଯେତିକି ଲମ୍ବା ସେତିକି ହେଇଛି ମଶାଲରେ ଘିଅ ଅଧିକା ହେଇଗଲେ ଗୋଟାଏ ଯାକି ସବୁ ଜଳିବ ଦୂର ଦୂର ହେଇକିରି କିନ୍ତୁ ଉପରୁ 4 ଆଙ୍ଗୁଳି ଜଳୁଛି ତଳ ତକ ସେମିତି ଅଛି ଧରିକିରି ସେ ଉପରକୁ ଗଲା 2 ମିନିଟ୍ ପରେ ସେ ଖସିଲା ସେଇ ଖସିଲା ବୋଲି ସେଇଟା ଭଗବାନଙ୍କ ଇଚ୍ଛା କାହିଁକିନା ଗଲାବେଳେ ଯଦି ଘିଅ ବେଶୀ ହେଇଥିଲେ ସେ ତଳେ ସବୁ ନିଗିଡ଼ି ପଡ଼ିଥାନ୍ତା ମହାଦୀପ ଗୋଟିକ ଯାକି ଜଳିଥାନ୍ତା କିନ୍ତୁ ସେମିତି କିଛି ନାହିଁ ତା ହାତକୁ ଦିଆହେଇଛି ଆଉ ଉପରୁ 4 ଆଙ୍ଗୁଳି ଜଳୁଛି ବାକି ସବୁତକ ସେମିତିକା ଅଛି ତେଣୁ ସେ କ'ଣ ହେଲା ତା ଉପରେ ପଡ଼ିଲା ସେ କ'ଣ କରିଛି କ'ଣ ନାହିଁ ସିଏ ଜାଣିଥିବ ସେଇଟା ହେଲା ଭଗବାନଙ୍କ ହାତ କଥା ସେଇଟା ମଶାଲକୁ ଚାହିଁକିରି ଘିଅ ଦିଆହବ ମଶାଲ ହାରାହାରି 1.5 ହାତ ଖଣ୍ଡେ ଥାଏ ହାତେ ଥାଏ ହାତେକ ଭିତରେ ଉପରୁ 4 ଆଙ୍ଗୁଳି ଜଳିବ ବାକି ଚାଖେଣ୍ଡେ ଘିଅ ଦିଆହବ ତଳ ତକ ଶୁଖିଲା ଥବ ସେ ଧରିଲେ ସେ ସେଇଆକୁ ଧରିକିରି ଯାଏ ନିଗୁଡୁଥିଲେ ତ ଗୋଟାଏ ସେକି ଜଳିଥାନ୍ତା ଭିତରେ ପୂଜା ପଣ୍ଡା ଆଳତି କଲେ ସେ ବେଢା ବୁଲିଲା କିଛି ନାହିଁ ଅଧିକା ଘିଅ ହେଇଥିଲେ ତ ଗୋଟାଏ ସେକି ଜଳିଥାନ୍ତା ଯେତେ ଟାଇମ ତାକୁ ଲାଗିଲା ଅଧଘଣ୍ଟେ ଲାଗିଲା ତାକୁ ସେଟା ପୁରା ଜଳିଥାନ୍ତା ନାଇଁ ନାଇଁ ବାହାର ଘିଅ ପଡେନି ତା ଦେହରେ ଗୋଟେ ମଶାଲାରେ ଅଧା ପର୍ଯ୍ୟନ୍ତ ଘିଅ ଦିଆହବ ବାକି ତଳୁ ଚାଖେଣ୍ଡେ ଖଣ୍ଡେ 2 ଚାଖେଣ୍ଡେ ଖଣ୍ଡେ ଖାଲି ଥବ ନାଇଁ 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 ଏ ଦୁର୍ଘଟଣା ସେ କଣ କରୁଥିବ ସେ ଭଗବାନଙ୍କ ଇଚ୍ଛା କଥା ଏମିତି କେବେ ହେଇନି କଣ ସେ କରୁଥିବ ମୁଁ କହିପାରିବି ଉପରକୁ ଗଲା ବେଳକୁ ବାଲି ପଡିଥାଏ କି ସେଇଠି ଯୋଉ କହୁଛନ୍ତି ଯେ ବାଲି ନ ପଡିଥିବା କାରଣରୁ ଗୋଟେ ଦୁର୍ଘଟଣା ଘଟିଲା ବୋଲି ବାଲି କାହିଁ ପଡିବ ବାଲି କଣ କୋଉଠି ପଡେ ବାଲି